ରାମ ନାରାୟଣ ରାମ। ଏହି ପରିସ୍ଥିତି ଆମ ଦେଶରେ ଆଣିବାକୁ ଅନେକ ସମୟ ଲାଗିଯିବ। ସେମାନଙ୍କର ସଭ୍ୟତାର ପରିଭାଷା ଓ ଆମର ଅସଭ୍ୟତାର ପରିଭାଷା ଏକେଇ ଅଟେ। ଏଠାରେ ନିୟମ ଅନୁଯାୟୀ କାମ ଓ କାଞ୍ଚନରେ କୌଣସି ପାପ ନାହିଁ ଓ ଯେଉଁଠି ଯେଉଁଠି ଅଛି ସେଠାରେ ଠିକ୍ ଅଛି ଓ ସେଠାରେ 6 ଜଣ 6ଟି ଶିଶୁକୁ ନେଇଗଲେ। ଏହାର ଶିଶୁ ଏହି, ସେଠିର ଶିଶୁ ସେହି। ମୁଁ ପଚାରିଲି, ଝଗଡ଼ା ହୁଏନି? କେଉଁଠି ଗୋଟିଏ ଜମିରେ 5-6 ଜଣ ଲୋକ କାମ କରୁଛନ୍ତି, ତେବେ କ'ଣ ସମସ୍ୟା ହୁଏ? ଏହି ଜମି ଅଟେ, ଏଠି ଆମେ ସମସ୍ତେ ଚାଷ କରିବୁ, ଖାଇବୁ। ତୁମର ଦେଶରେ ଏପରି ନୁହେଁ। ଆମ ଦେଶରେ ଏପରି କଲେ ମାଡ଼ ପଡ଼ିବ। ଯେମାନେ ଗଲେ ଥିଲେ ସେମାନଙ୍କୁ ବସାଇ ଦିଆଯାଇଥିଲା, ଫୁଲ ଦିଆଯାଇଥିଲା, ସେମାନେ ଫୁଲ ଧରିନେଲେ। ସେମାନେ ମୋତେ କହିଲେ ବିବାହ ହୋଇଗଲା, ଏବେ ମୋତେ ଦିଅ। ମୁଁ କହିଲି, ତୁମର ବିବାହ ହୋଇସାରିଛି। ସେମାନେ ବୁଝିଲେ ନାହିଁ, କାନ୍ଦିବାକୁ ଲାଗିଲେ। ତେବେ ମୁଁ କହିଲି, ତୁମର ଦେଶରେ ଏପରି ଭାବରେ ବିବାହ ହୋଇଯାଏ, କିନ୍ତୁ ଆମ ଦେଶରେ ହଜାର ହଜାର ଫୁଲର ବାଗିଚା ଦେଲେ ମଧ୍ୟ ବିବାହ ହେବ ନାହିଁ। ଆମ ଦେଶରେ ଏପରି ବିବାହ ହୁଏନି। ଏହି କାରଣରୁ ସବୁ କିଛି ଧ୍ୱଂସ ହୋଇଗଲା।